ପ୍ରାଙ୍ଗଣରେ ବସି ପନିପରିବା କାଟୁଥିଲି। ଯେତେବେଳେ ଦେଖିଲି ଯେ ମୋର ସାନ ଝିଅ କୋଠରୀରୁ ବାହାରକୁ ଆସୁଥିବା ବେଳେ ଚାଲିବାରେ ଅଜବ ଢଙ୍ଗରେ ଛୋଟେଇ ଛୋଟେଇ ଚାଲୁଥିଲା, ମୁଁ କହିଲି, ଆରେ ଝିଅ, ଏ କ'ଣ କରୁଛୁ? କିପରି ଚାଲୁଛୁ? ତେଣୁ ସେ କହିଲା, ଯଦି ଏହିପରି ଚାଲିବି ନାହିଁ ତେବେ ମୁଁ ଆଉ କିପରି ଚାଲିବି? ତୁମେ କିପରି ଜାଣିବ ମୋର ଅବସ୍ଥା କ'ଣ? ଏହାର ଅବସ୍ଥା କ'ଣ? ସେ ଦିନସାରା ବିଛଣାରେ ଗଡ଼ିଥାଏ, ଅଧ୍ୟୟନ ନାମରେ ଦିନସାରା କୋଠରୀରେ ବସିଥାଏ। ମୁଁ ତାଙ୍କୁ କୌଣସି ଘରୋଇ କାମ କରିବାକୁ ମଧ୍ୟ ଦିଏ ନାହିଁ। ଏବଂ ବର୍ତ୍ତମାନ ତା ସହିତ କ'ଣ ହେଲା ଯେ ତା ଚାଲି ଆଚରଣ ବଦଳି ଯାଇଛି? ସେ ମୋର ପ୍ରଶ୍ନର ଉତ୍ତର ଦେଇନଥିଲା ଏବଂ ସେଠାରୁ ଚାଲିଗଲା। କେବଳ ତାର ଚାଲି ନୁହେଁ, ବରଂ ତାର କାର୍ଯ୍ୟକଳାପ ମଧ୍ୟ ବଦଳିଗଲା। ମୋତେ ତାର ଚାଲି ଚଳନ ପ୍ରଣାଳୀ ଠିକ୍ ମନେ ହେଉନଥିଲା। ଅଧିକନ୍ତୁ ତା ଶୈଳୀ ଅଜବ ଲାଗୁଥିଲା ଯେପରି ସମଗ୍ର ସମାଜ ଦ୍ୱାରା ନିର୍ଯାତିତ ହୋଇଛି ଏବଂ ସବୁଠାରୁ ଅଧିକ ଯନ୍ତ୍ରଣା ଇଏ ଭୋଗୁଛି। ହଁ, ମୁଁ ତଥାପି ଏସବୁ ଚିନ୍ତା କରୁଥିଲି। ଯେତେବେଳେ ମୋ ସ୍ୱାମୀ ରୁମ୍ରୁ ବାହାରକୁ ଆସିଲେ, ମୁଁ କହିଲି, ତୁମେ ରାତିରେ ଝିଅମାନଙ୍କ କୋଠରୀରେ ଶୋଇଯାଇଥିଲ କି? ସେ କହିଲେ, ହଁ, ମୁଁ ସେମାନଙ୍କୁ ଟ୍ୟୁସନ୍ ପଢ଼ାଉଥିଲି। ସେଇଠି ଶୋଇପଡ଼ିଲି। ଅଜବ ଢଙ୍ଗରେ ହାଇ ମାରିବାକୁ ଲାଗିଲେ। ମୁଁ କହିଲି, ତୁମେ ତରୁଣ ଝିଅମାନଙ୍କ କୋଠରୀରେ ଶୋଇବାର କ'ଣ ଆବଶ୍ୟକ? ମୁଁ ଭାବିଲି ତୁମେ ସକାଳୁ ଉଠି କାମକୁ ଯାଇଥିବ। ତେଣୁ ସେ କହିଲେ, ନା, ମୁଁ ବର୍ତ୍ତମାନ କାମକୁ ଯିବି। ସେ ମୋର ସ୍ୱାମୀ ଥିଲେ। ମୁଁ ତାଙ୍କ କାର୍ଯ୍ୟକଳାପ ଜାଣିଥିଲି। ସେ ଅଜବ ଅଭିନୟ କରୁଥିଲେ। ଲାଗୁଥିଲା ଯେମିତି ସେ ବହୁତ ଭଲ ଭାବରେ ରାତି ବିତାଇଛନ୍ତି। ମୋ ଝିଅମାନେ ଆଜିକାଲି ଟିକେ ଅଜବ ଢଙ୍ଗରେ ରହୁଥିଲେ। ଦିନେ ସେ ମୋ ପାଖକୁ ଆସି କହିଲା, ମାମା, ତୁମକୁ କ'ଣ ଜଣାଅଛି ଏହି ଘରେ କ'ଣ ସବୁ ଘଟୁଛି? ମୁଁ କହିଲି, ମାନେ? ତାପରେ ସେ କହିଲା, ଏ ଯେଉଁ ବାବା ଅଛନ୍ତି, ପ୍ରତିଦିନ ରାତିରେ ଆସି ଆମ ସାଥିରେ ଶୋଉଛନ୍ତି। ତୁମକୁ ଜଣାଅଛି ସେ ଆମ ସାଙ୍ଗରେ କ'ଣ କରୁଛନ୍ତି? ମୁଁ କହିଲି, କ'ଣ କରୁଛନ୍ତି? ସେ ମୋତେ ଏପରି କଥା କହିଲା ଯେ ମୋ ମୁଣ୍ଡରେ ହାତ ରଖି ବସିଗଲି। ମୋ ପାଦ ତଳୁ ମାଟି ଖସିଗଲା। ସେ କହିଲା, ବାବା ପ୍ରତିଦିନ ରାତିରେ ଆମ ସହିତ। ମୋ ସ୍ୱାମୀଙ୍କ ନାମ ରାଜ ଥିଲା। ସେ ମୋଠାରୁ ବୟସରେ ସାନ ଥିଲେ। ସମସ୍ତେ କହୁଥିଲେ ଯେ ତୁମେ ଏତେ ଯୁବକ ସ୍ୱାମୀ କିପରି ପାଇଲ? ତାପରେ ମୁଁ କହୁଥିଲି, ମୋର ଭାଗ୍ୟ ଭଲ ଅଛି ଏବଂ ତୁମେ କାହିଁକି ଈର୍ଷା କରୁଛ? ରାଜ କହୁଥିଲେ ତାଙ୍କୁ ନିଜଠାରୁ ବଡ଼ ବୟସର ମହିଳା ପସନ୍ଦ। ସେଥିପାଇଁ ସେ ମୋତେ ବିବାହ କରିଥିଲେ ଏବଂ ମୋ ଜୀବନ ତାଙ୍କ ସହିତ ବହୁତ ଭଲରେ ଚାଲିଥିଲା। ଘର ଥିଲା, ପରିବାର ଥିଲା, ଭଲ ସ୍ୱାମୀ ଥିଲା ଏବଂ ଆଉ କ'ଣ ଆବଶ୍ୟକ ଥିଲା? ତାଙ୍କର ଆୟ ମଧ୍ୟ ଭଲ ଥିଲା। ଘରକୁ ଟଙ୍କା ଆଣି ଆସୁଥିଲେ ଏବଂ ମୋର ମଧ୍ୟ କିଛି ଟଙ୍କା ଥିଲା ଯାହା ମୁଁ ଜମା କରିଥିଲି। ମୁଁ ଲୋକଙ୍କ ଡ୍ରେସ୍, ପୋଷାକ ଇତ୍ୟାଦି ସିଲେଇ କରୁଥିଲି। ମୋର କିଛି ସମ୍ପତ୍ତି ବି ଥିଲା। ମୋ ଝିଅମାନଙ୍କର ଅଧ୍ୟୟନ କରାଉଥିଲି। ମୋର 3ଟି ଝିଅ ଥିଲେ, ଯାହାର ବୟସ ଏକ ବର୍ଷ ଅଲଗା ଥିଲା, କିନ୍ତୁ ଏହା ଜଣାପଡ଼ିଲା ନାହିଁ। କେତେବେଳେ 3 ଜଣ ତରୁଣୀ ହୋଇଗଲେ। ମୋ ସ୍ୱାମୀଙ୍କ ସହ ସମ୍ପର୍କ ବହୁତ ଭଲ ଥିଲା। ଆମେ ପୂରା କଲୋନୀରେ ଲୋକପ୍ରିୟ ହୋଇଥିଲୁ। ସମସ୍ତେ କହୁଥିଲେ ଯେ ଲିଜା ତା ଭାଗ୍ୟ ଉନ୍ମୋଚିତ ହୋଇଛି। ଲିଜା ଭଳି ଭାଗ୍ୟ ସମସ୍ତଙ୍କର ନୁହେଁ। ମୋର ନାମ ଲିଜା ଥିଲା। ପ୍ରକୃତରେ ମୋର ନାମ ଲାଜବନ୍ତୀ, କିନ୍ତୁ ସେମାନେ ମୋତେ ସ୍ନେହରେ ଲିଜା ବୋଲି ଡାକୁଥିଲେ। ମୁଁ ମଧ୍ୟ ଯୌବନ ପ୍ରାପ୍ତ ଏବଂ ସୁନ୍ଦରୀ ଥିଲି। 3 ତରୁଣୀ ଝିଅମାନଙ୍କର ମା' ପରି ଦେଖାଯାଉନଥିଲି। ମୋ ଝିଅମାନେ ମଧ୍ୟ ମୋ ପରି ଥିଲେ। ସେମାନେ ବହୁତ ସୁନ୍ଦର ଥିଲେ। ମୁଁ ତାଙ୍କୁ ଦେଖି ବହୁତ ଖୁସି ଅନୁଭବ କରୁଥିଲି। ସେଥିପାଇଁ ମୁଁ ଚାହୁଁଥିଲି ସେମାନେ ଜୀବନରେ କିଛି କରନ୍ତୁ। ମୁଁ ସେମାନଙ୍କୁ ଶିକ୍ଷିତ କରୁଥିଲି, ଯାହାଦ୍ୱାରା ସେମାନେ ବଡ଼ ପଦବୀରେ ଅଧିକାରୀ ହୋଇପାରିବେ। ରାଜୁ ବହୁତ ପଢ଼ିଥିଲେ। ସେ ନିଜେ ମୋ ଝିଅମାନଙ୍କୁ ଟ୍ୟୁସନ୍ ଇତ୍ୟାଦି ଦେଉଥିଲେ। କିନ୍ତୁ ଆଜିକାଲି ଏହି ଘରେ ଚାଲିଥିବା ପରିସ୍ଥିତି ଅତ୍ୟନ୍ତ ଅଦ୍ଭୁତ ଥିଲା। ଦିନେ ରାତିରେ ରାଜୁ ହଠାତ୍ ଉଠି କହିଲା, ମୁଁ ଯାଉଛି। ମୁଁ କହିଲି, କେଉଁଠାକୁ? ତେଣୁ ସେ କହିଲେ, ଝିଅମାନଙ୍କୁ ପଢ଼ାଇବା ପାଇଁ। ମୁଁ କହିଲି, ଏହି ସମୟରେ? ତେଣୁ ସେ କହିଲେ, ଆରେ ତୁମେ ଜାଣ ନାହିଁ, ସେମାନଙ୍କର ପରୀକ୍ଷା ଚାଲିଛି। ବର୍ତ୍ତମାନ ଦିନ ହେଉ କି ରାତି ହେଉ, ସେମାନଙ୍କୁ ପ୍ରତିଦିନ ବସି ଅଧ୍ୟୟନ କରିବାକୁ ପଡ଼ିବ। ସେତେବେଳେ ସେମାନେ ଭଲ ମାର୍କ ପାଇବେ। ତୁମେ ଜାଣିନାହଁ, ଆଜିକାଲି ଏକ ବଡ଼ ପ୍ରତିଯୋଗିତା ହୋଇଗଲାଣି। ମୁଁ କହିଲି, ଠିକ୍ ଅଛି, ତେବେ ଶୀଘ୍ର ଫେରିଆସିବ।
ତେଣୁ ସେ କହିଲେ, କାହିଁକି? ମୋ ବିନା ତୁମ ମନ ଲାଗୁନାହିଁ କି? ମୁଁ କହିଲି, ତୁମ ବିନା ମୋର ହୃଦୟ ଅନୁଭବ କରେ ତୁମେ ମୋର ଏକମାତ୍ର ପ୍ରେମ। ତୁମେ ମୋ ପାଇଁ ସବୁ କିଛି। ଏବଂ ତାପରେ ଆଜି ଦେଖ, ପାଗ ଏତେ ସୁନ୍ଦର ଥିଲା ଏବଂ ତୁମେ ସେମାନଙ୍କୁ ଶିକ୍ଷା ଦେବାକୁ ଯାଉଛ। ସେ କହିଲେ, ସେମାନଙ୍କର ଶିକ୍ଷା ବେଶୀ ଜରୁରୀ ମୋର ପ୍ରିୟ। ତେଣୁ ବ୍ୟସ୍ତ ହୁଅ ନାହିଁ। ଆମ ଆଗରେ ପୁରା ଜୀବନ ପଡ଼ିଛି। ବେଳେବେଳେ ମୁଁ ବହୁତ ଖୁସି ଅନୁଭବ କରୁଥିଲି ଯେ ସେ ଝିଅମାନଙ୍କ ବିଷୟରେ ବହୁତ ଚିନ୍ତିତ ଥିଲେ। ନଚେତ୍ ତାଙ୍କ ପାଇଁ କ'ଣ ଥିଲା? ସେ ତାଙ୍କର ସମସ୍ତ କାମ କରୁଥିଲେ, ଟଙ୍କା ରୋଜଗାର କରୁଥିଲେ, ମୋତେ ମଧ୍ୟ ଖୁସିରେ ରଖିଥିଲେ। ଯଦି ସେ ନ ବି କରିଥାନ୍ତେ ତେବେ କିଛି ଫରକ ପଡ଼ିନଥାନ୍ତା। କିନ୍ତୁ ମୁଁ ଭଲ ପାଉଥିଲି ଯେ ସେ ଆମ ସମସ୍ତଙ୍କ ପ୍ରତି ଏତେ ଯତ୍ନବାନ ଥିଲେ। ଦିନେ ମୁଁ ବଜାରକୁ ଯାଉଥିଲି, ଯେତେବେଳେ ମୋର ଜଣେ ବନ୍ଧୁଙ୍କୁ ଭେଟିଲି। ସେ କହିଲା, ଆରେ ତୁ କେମିତି ଅଛୁ ଏବଂ ତୋ ସ୍ୱାମୀ କେମିତି ଅଛନ୍ତି? ମୁଁ କହିଲି, ଠିକ୍ ଅଛି ଅବଶ୍ୟ। ମୁଁ ତାଙ୍କ ସହ ବହୁତ ଭଲ ଜୀବନ ଅତିବାହିତ କରୁଛି। ମୁଁ ତାଙ୍କ ସହ ଖୁସି ଅଟେ। ମୋର ବନ୍ଧୁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲା, ଠିକ୍ ଅଛି, ତୋ ଜୀବନ ଭଲରେ ଚାଲିଛି। କିନ୍ତୁ ମୁଁ କହିଥିଲି ତାଙ୍କ ସହିତ ତୋର ଜୀବନ କଦାପି ଭଲରେ କଟିବ ନାହିଁ ବୋଲି। ମୁଁ କହିଲି, ହଁ, ମୋର ମନେ ଅଛି। ତୁ ତ ମୋର ବିବାହ ଦିନ ମଣ୍ଡପରୁ ମୋତେ ଉଠାଇବାକୁ ଆସିଥିଲୁ। ତୁ ରାଜୁଙ୍କୁ କେଉଁ ଝିଅ ସହ ଧରିଥିଲୁ। କିନ୍ତୁ ଦେଖ, ଏ ଯେଉଁ ପୁରୁଷମାନେ ବିବାହ ପୂର୍ବରୁ ସେମାନଙ୍କର 100 ଜାଗାରେ ଚକ୍କର ଥାଏ, କିନ୍ତୁ ସେମାନେ ଯେଉଁ ଝିଅକୁ ବିବାହ କରନ୍ତି ସେହି ଝିଅ ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ରାଜୁ ସୁନ୍ଦର ଯୁବକ। 1000 ଝିଅ ତାଙ୍କ ପାଇଁ ମରିବେ, କିନ୍ତୁ ସେ ମୋତେ ବିବାହ କରିଛନ୍ତି। ଦେଖ, ଏହି ଲୋକମାନେ ଏହିପରି ଅଟନ୍ତି। ତୁମେ କୌଣସି ସ୍ଥାନରୁ ଜଣେ ପୁରୁଷ ପାଇପାରିବ ନାହିଁ ଯିଏ ବହୁତ ସୁନ୍ଦର ଏବଂ କେବେ ବି ଝିଅକୁ ଦେଖିନଥିବ। ଯଦି ତୁମେ ଏହିପରି ପୁରୁଷ ଖୋଜିବାକୁ ବାହାରକୁ ଯାଅ, ତୁମେ କାହାକୁ ପାଇବ ନାହିଁ। ତୁମକୁ ଟିକେ ଚିନ୍ତା କରିବାକୁ ପଡ଼ିବ। ସେ କ'ଣ କୁହନ୍ତି, ତାଙ୍କୁ ଇଂରାଜୀରେ ଆଡଜଷ୍ଟ କରିବାକୁ ପଡ଼ିବ। ସେ କହିଲା, ହଁ, ମୁଁ ଜାଣିଥିଲି ତୁ ବହୁତ ଭଲ ଆଡଜଷ୍ଟ କରିବୁ, କିନ୍ତୁ ଏହା ଜାଣିନଥିଲି ଯେ ଏତେ ବର୍ଷ ପର୍ଯ୍ୟନ୍ତ କରିପାରିବୁ। ହଁ, ଏହା ଏକ ଭଲ କଥା। ଯଦି କେହି ନିଜ ଘରେ ଖୁସି ହୁଅନ୍ତି ତାହେଲେ ଆମର କ'ଣ ଅଛି? କିନ୍ତୁ ତୋ ସ୍ୱାମୀ ଆଖିରେ ବହୁତ ଖିଲାଡ଼ି ଅଛି। ତାଙ୍କର ଆଖି ବହୁତ ଦୁଷ୍ଟ। ମୁଁ କହିଲି, ନା, ଏହା ନାହିଁ। ବର୍ତ୍ତମାନ ତାଙ୍କ ଆଖିରେ କେବଳ ମୁଁ ତାଙ୍କୁ ଆଙ୍ଗୁଳିରେ ଗୁଡ଼ାଇ ରଖିଛି। ଆମେ ଦୁଇ ବନ୍ଧୁ ହସିବାକୁ ଲାଗିଲୁ। ସେ ମଧ୍ୟ ହସିବାକୁ ଲାଗିଲା। ସେ କହିଲା, ଏହା ବହୁତ ଭଲ। ହଁ, ଯଦି ତୁ ଏହା କରିଛୁ ତେବେ ଆଉ କ'ଣ ଦରକାର? ଠିକ୍ ଅଛି, ମୁଁ ଯାଉଛି। ମୁଁ ଘର ବଦଳାଉଛି, ତେଣୁ ମୁଁ ବହୁତ ବ୍ୟସ୍ତ ଅଛି। ମୁଁ କହିଲି, ଯେତେବେଳେ ତୁ ଘର ଠିକ୍ କରିନେବୁ ମୋତେ ଜଣାଇବୁ। ମୁଁ ତୁମ ଘରକୁ ଦେଖା କରିବାକୁ ଆସିବି। ମୁଁ ତୁମ ଘରକୁ ମଧ୍ୟ ଦେଖିବି। ସେ କହିଲା, ତୁ ଆସିବୁ, କିନ୍ତୁ ତୋ ସ୍ୱାମୀକୁ ଆଣିବୁ ନାହିଁ। ମୁଁ କହିଲି, କ'ଣ ହେଲା? ମୁଁ କାହିଁକି ମୋ ସ୍ୱାମୀଙ୍କୁ ଆଣିବି ନାହିଁ? ତେଣୁ ସେ କହିଲା, ମୋତେ ଭୁଲ ବୁଝିବୁ ନାହିଁ, କିନ୍ତୁ ମୋର ଏକ ତରୁଣୀ ଝିଅ ଅଛି। ମୁଁ କହିଲି, ତୁ ଏ କେଉଁ ପ୍ରକାରର କଥା କହୁଛୁ? ସେ ପୁଣି ହସିବାକୁ ଲାଗିଲା ଏବଂ କହିଲା, ତୋର ତାଙ୍କ ଉପରେ ବିଶ୍ୱାସ ଅଛି, ମୋର ନାହିଁ। ମୁଁ ଜାଣିଥିଲି ସେ ଥଟ୍ଟା କରୁଥିଲା, ତେଣୁ ମୁଁ ତା କଥାକୁ ଖରାପ ମନେ କଲି ନାହିଁ। ମୁଁ ଏ ବିଷୟରେ ସହମତ ହୋଇଥିଲି ଯେ ଯଦି ଜଣେ ସୁନ୍ଦର ବ୍ୟକ୍ତିଙ୍କ ପଛରେ ଅନେକ ଝିଅ ଅଛନ୍ତି ତେବେ ସେଥିରେ ଦୋଷ ପୁରୁଷମାନଙ୍କର ନୁହେଁ, ଝିଅମାନଙ୍କର ଅଟେ। ଏବେ ତ ଏହା ପ୍ରତିଦିନ ହେବା ଆରମ୍ଭ କଲା। ମୋର ପୁରୁଷ ରାଜୁ ଝିଅମାନଙ୍କୁ ଅଧ୍ୟୟନ କରିବା ବାହାନା କରି ଝିଅମାନଙ୍କ କୋଠରୀକୁ ଯିବେ ଏବଂ ସେଠାରେ ବସିବେ। ମୁଁ ତାଙ୍କୁ ଅପେକ୍ଷା କରିବି। ସେ କହିଥିଲେ ଯେ ମୁଁ ଶୀଘ୍ର ଆସିବି, କିନ୍ତୁ ମୁଁ ଦିନସାରା କାମ କରିବା ପରେ ଥକି ଯାଇଥାଏ। ଯେତେବେଳେ ବି ମୁଁ ତକିଆ ଧରେ ମୁଁ ଶୋଇଯାଏ। ସକାଳେ ସେ ଝିଅମାନଙ୍କ କୋଠରୀରୁ ବାହାରକୁ ଆସୁଥିଲେ। ମୁଁ ପଚାରିବି, ତୁମେ ସାରା ରାତି କ'ଣ କରୁଥିଲ? ତାପରେ ସେ କହିବେ, ମୁଁ ଶିକ୍ଷାଦାନ କଲାବେଳେ ଶୋଇପଡ଼ିଥିଲି। ସକାଳ ହେବା ବେଳକୁ ମୁଁ ଜାଣିନଥିଲି। ମୁଁ କହିଲି, ଏହା କି ପ୍ରକାରର ନିଦ? ସେ କହିଲା, ତୁମେ ଜାଣ ଯେ ମୁଁ ଜଣେ ଯୁବକ। ମୁଁ ଏହିପରି ଶୋଇବାକୁ ଚାହେଁ। ମୁଁ କହିଲି, କ'ଣ ମୁଁ ଖରାପ? ତାପରେ ସେ କହିଲା, ନା ନା, ତୁମେ ମୋ ଠାରୁ ଅଧିକ ତରୁଣ। ମୋ ଲୋକ ବହୁତ ଭଲ କଥା କହୁଥିଲା। ଏହି କାରଣରୁ ମୁଁ ତାଙ୍କ ସାମ୍ନାରେ କିଛି କହିପାରିଲି ନାହିଁ। ମୁଁ ମୋ ଝିଅ ରୀମାକୁ ଛୋଟେଇ ଛୋଟେଇ ଚାଲୁଥିବାର ଦେଖିଲି। ଏହା ଏକ ସାଧାରଣ କଥା ନୁହେଁ। ସର୍ବଶେଷରେ କ'ଣ ମାମଲା ଥିଲା? ଯେତେବେଳେ ମୁଁ ତାକୁ ପଚାରିଲି ସେ ମୋତେ କହିଲା, କୌଣସି ଅସୁବିଧା ନାହିଁ। ମୁଁ ସମ୍ପୂର୍ଣ୍ଣ ଭଲ ଅଛି ଏବଂ ସଠିକ୍ ଭାବରେ ଚାଲିବାକୁ ଚେଷ୍ଟା କରିବା ଆରମ୍ଭ କଲା। ମୁଁ କହିଲି, ବର୍ତ୍ତମାନ ମୁଁ ତୋତେ ଦେଖିଲି,
ତୁ ଏହିପରି ଚାଲୁଥିଲୁ ଏବଂ ବର୍ତ୍ତମାନ ତୁ କହୁଛୁ ମୁଁ ଭଲ ଅଛି, ତୋର ଅସୁବିଧା କ'ଣ? ତେଣୁ ସେ କହିଲା, କୌଣସି ଅସୁବିଧା ନାହିଁ। ସେ ମୋ ସହ ଆଖି ମିଶାଇ ନଥିଲା। ବୋଧହୁଏ ସେ କିଛି କଥା ଲୁଚାଇ ରଖିଥିଲା। ଦିନେ ମୋର 3 ଝିଅ ଆସି ମୋ ପାଖରେ ବସି କହିଲେ, ଆରେ ମା, ଆମେ ତୁମ ବିଷୟରେ କେବେ ଭାବିନଥିଲୁ, କିନ୍ତୁ ତୁମେ ଆମ ପାଇଁ ବହୁତ ବଳିଦାନ ଦେଇଛ। ଆମେ ତୁମକୁ ବହୁତ ଭଲ ପାଉ, ବର୍ତ୍ତମାନ ତୁମକୁ ବହୁତ ପସନ୍ଦ କରୁଛୁ। ମୁଁ ତାଙ୍କୁ କହିଲି, ଆଜି କ'ଣ ହେଲା ତୁମର? ତାହା ନୁହେଁ ଯାହାକୁ ସେମାନେ ମାତୃଦିବସ ବୋଲି କୁହନ୍ତି। ତୁମେ ସମସ୍ତେ ଆଜି ମୋ ପାଖରେ ବସିଥିଲ। ତେଣୁ ସେମାନେ କହିଲେ, ନା, ଆମେ ବର୍ତ୍ତମାନ ହୃଦୟଙ୍ଗମ କରିଛୁ ଯେ ତୁମେ ବହୁତ ଭଲ ବ୍ୟକ୍ତି। ତୁମେ ସବୁବେଳେ ନିଜ ବିଷୟରେ ନୁହେଁ, ବରଂ ଆମ ବିଷୟରେ ଚିନ୍ତା କରିଛ। ମୁଁ କହିଲି, ଏହା କୌଣସି ବଡ଼ କଥା ନୁହେଁ। ମା' ମାନେ ସେପରି ଅଟନ୍ତି ଏବଂ ମୁଁ ସର୍ବଦା ମା' ହେବାକୁ ଭଲ ପାଉଥିଲି। ଆଜି ତୁମର କ'ଣ ହେଲା? କିଛି ସମୟ ପରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଯେ ସେ 3 ଜଣ କାନ୍ଦିବାକୁ ଲାଗିଲେ। କିନ୍ତୁ ରାଜୁ ସେଠାକୁ ଆସି 3 ଜଣଙ୍କୁ ଦେଖିବା ମାତ୍ରେ ସେ ତୁରନ୍ତ ଲୁହ ପୋଛିବାକୁ ଲାଗିଲେ। ମୁଁ କହିଲି, ଦେଖ, ଆଜି ତୁମର ଝିଅମାନେ କିପରି କାନ୍ଦୁଛନ୍ତି। ମୁଁ ଜାଣେ ନାହିଁ ସେମାନଙ୍କ ସହ କ'ଣ ହୋଇଛି। ଲାଗୁଛି ସେମାନେ କିଛି ଭାବପ୍ରବଣ ଚଳଚ୍ଚିତ୍ର ଦେଖିଛନ୍ତି। ତେଣୁ ସେ ହସି ହସି କହିଥିଲେ ଯେ ସେ ଫିଲ୍ମ ତ ଦେଖିନାହାନ୍ତି, କିନ୍ତୁ ଲାଗୁଛି ଯେ ସେମାନେ ପାଗଳ ହୋଇଯାଇଛନ୍ତି। ସେ ଏହା ସଠିକ୍ ଭାବରେ କହିନଥିଲେ ଏବଂ ନିଜକୁ ଗାଳି ମଧ୍ୟ ଦେଇଥିଲେ। ମୁଁ କହିଲି, ତୁମେ କାହିଁକି ରାଗୁଛ? ତେଣୁ ସେ କହିଥିଲେ, କାରଣ ଆଜି ରୀମାର ଜନ୍ମଦିନ ଏବଂ ସେ ଘରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି କରିଛନ୍ତି। ରୀମା ଆଶ୍ଚର୍ଯ୍ୟ ହୋଇଗଲା। ଆଜି ପ୍ରକୃତରେ ତା ଜନ୍ମଦିନ ଥିଲା ଏବଂ ସେ ନିଜ ଜନ୍ମଦିନକୁ ବହୁତ ଖୁସିରେ ପାଳନ କରୁଥିଲା। କିନ୍ତୁ ଏଥର କିପରି ନିଜ ଜନ୍ମଦିନକୁ ଭୁଲିଗଲା ଏବଂ ମୁଁ ମଧ୍ୟ ଭୁଲିଗଲି। ସେ କହିଲେ, କିନ୍ତୁ ମୁଁ ଭୁଲି ନଥିଲି। ସେ ଆମ ଆଡ଼କୁ ଏକ ପ୍ୟାକେଟ୍ ବିସ୍ତାର କରି କହିଲା, ଆସ କେକ୍ କାଟିବା। ଯେତେବେଳେ ସେ ସବୁ ଜିନିଷର ଯତ୍ନ ନେଉଥିଲେ ତ ମୋତେ ଏହା ବହୁତ ଭଲ ଲାଗୁଥିଲା। ମୁଁ ଭାବିଲି, ଆଜି ଆମେ ପରସ୍ପର ସହିତ ବହୁତ ଭଲ ସମୟ ଅତିବାହିତ କରିବୁ। କିନ୍ତୁ ମୁଁ ଅପେକ୍ଷା କରିଥିଲି ଏବଂ ସେ ଝିଅମାନଙ୍କ କୋଠରୀକୁ ଚାଲିଗଲେ। ମୁଁ କହିଲି ଯେ ତାଙ୍କ ପରୀକ୍ଷା କେବେ ଶେଷ ହେବ ମୁଁ ଜାଣେ ନାହିଁ। ମୋ ସ୍ୱାମୀ ମୋତେ ତାଙ୍କଠାରୁ ଦୂରେଇ ରଖିଛନ୍ତି। ତାପରେ ସେ କହିଲେ ଯେ ପରୀକ୍ଷା ସମାପ୍ତ ହୋଇଛି। ଆଗାମୀ ଅଧ୍ୟୟନ କରିବା କଷ୍ଟକର, କାରଣ ବର୍ତ୍ତମାନ ଫାଇନାଲ ପରୀକ୍ଷା ହେବାକୁ ଯାଉଛି। ତେଣୁ ଅତି କମ୍ରେ ତୁମକୁ କିଛି ବଳିଦାନ ଦେବାକୁ ପଡ଼ିବ। ମୋ ବାର୍ତ୍ତାଳାପରେ ମୋ ସାଙ୍ଗକୁ ଏହା କହିଲି। ତାଙ୍କ ଘର ନିର୍ମାଣ ହେଲା। ମୁଁ ତାଙ୍କ ଘର ଦେଖିବାକୁ ଗଲି। ସେ କହିଲା, ତୁ ଭାବୁନାହୁଁ, ସେ ତୋ ଅପେକ୍ଷା ତୋ ଝିଅମାନଙ୍କୁ ଅଧିକ ଭଲ ପାଏ। ମୁଁ କହିଲି, ତୁ ଆଉ କ'ଣ ଭାବୁଛୁ? ସମସ୍ତେ ଜାଣନ୍ତି ଯେ ଜଣେ ପୁରୁଷ ଅନ୍ୟ କୌଣସି ଜିନିଷ ଅପେକ୍ଷା ତାଙ୍କ ପିଲାମାନଙ୍କୁ ଅଧିକ ଭଲ ପାଏ। ତେଣୁ ସେ କହିଲା, ନା, ଏସବୁ ଟିକେ ଅଜବ ଅଛି। କିଛି ତ ଏମିତି ଅଛି ଯାହା ତୁ ମଧ୍ୟ ଦେଖୁଛୁ, କିନ୍ତୁ ଆଖି ବନ୍ଦ କରି ବସିଛୁ। ତୋର ଝିଅମାନଙ୍କ ଘର। ତୋ ଆଖି ସବୁ ଦିଗରୁ ଖୋଲା ରଖିବା ଉଚିତ। ବୋଧହୁଏ ସେ ମୋତେ ଯାହା ବୁଝାଇବାକୁ ଚେଷ୍ଟା କରୁଥିଲା ମୁଁ ବୁଝିପାରିଲି ନାହିଁ। ମୁଁ ଭାବିଲି, ସେ ଏହା କହୁଛି ଯେ ତୋ ଝିଅମାନଙ୍କ ଉପରେ ନଜର ରଖ। କିନ୍ତୁ ଏହାପରେ ଯାହା ଘଟିଲା ତାହା ଅତ୍ୟନ୍ତ ଅଦ୍ଭୁତ ଥିଲା। ଦିନେ ରୀମାର ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଗଲା। ଯେତେବେଳେ ମୁଁ ତାକୁ ପଚାରିଲି କ'ଣ ହେଲା, ସେ କହିଲା ଯେ ମୁଁ କିଛି ଭୁଲ ଖାଦ୍ୟ ଖାଇଦେଇଛି। ମୋ ପେଟରେ ବହୁ ଯନ୍ତ୍ରଣା ହେଉଛି ଏବଂ ମୁଁ ମଧ୍ୟ ବାନ୍ତି କରୁଛି। ମୁଁ କହିଲି, ଚାଲ ତୋତେ ଡାକ୍ତରଙ୍କ ନିକଟକୁ ନେଇଯିବି। ସେ କହିଲା, ନା, ଲେମ୍ବୁ ପାଣି ପିଇଦେବି, ତେବେ ମୁଁ ଭଲ ହୋଇଯିବି। ଡାକ୍ତରଙ୍କ ପାଖକୁ ଯିବାକୁ ମନା କରୁଥିଲା। ମୁଁ କହିଲି, ରୋଗୀ ଡାକ୍ତରଙ୍କ ପାଖକୁ ଯିବାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ଯଦି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହୁଏ ତେବେ କ'ଣ ହେବ? ସେତେବେଳେ ରାଜୁ ମଧ୍ୟ ସେଠାକୁ ଆସିଲେ। ମୁଁ ଚିନ୍ତିତ ହୋଇ ତାଙ୍କୁ କହିଲି ଯେ ତା ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ଏବଂ ସେ ଡାକ୍ତରଙ୍କ ପାଖକୁ ମଧ୍ୟ ଯିବାକୁ ଚାହୁଁନାହିଁ। ସେ କହିଲେ, ଏହା ଏତେ ବି ଖରାପ ନୁହେଁ। ଅଧ୍ୟୟନ ଚାପ ଯୋଗୁଁ ଏହା ଘଟିଛି। ଭଲ ହୋଇଯିବ, ତେଣୁ ଚିନ୍ତା କର ନାହିଁ। ଆଗ ପଛ ତ ସେ ମୋ ଝିଅମାନଙ୍କ ବିଷୟରେ ବହୁ ଚିନ୍ତିତ ଥିଲେ, କିନ୍ତୁ ଆଜି ସେ ଏପରି ଭାବନାରେ କହିଲେ ଯେପରି ସେ ଆଦୌ ଚିନ୍ତିତ ନୁହନ୍ତି। ସେ କହିଲା, ଏହାକୁ ଛାଡ଼ିଦିଅ, କିଛି ସମୟ ପରେ ସେ ଭଲ ହୋଇଯିବ। ଯେତେବେଳେ ମୁଁ ତାଙ୍କୁ ପଚାରିଲି ଏ କେମିତିକା କଥା ହେଲା, ସେ କହିଲା ଯେ ସେ ଜଣେ ଯୁବତୀ ତରୁଣୀ, ମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତି। ତୁମେ ଯାଇ ମୋ ପାଇଁ ଖାଦ୍ୟ ପ୍ରସ୍ତୁତ କର, ମୁଁ ବହୁତ ଭୋକିଲା ଅଛି। ରାଜୁ ମୋ ଝିଅମାନଙ୍କର ଏତେ ଯତ୍ନ ନେଉଥିଲେ ଯେ ଆଜି ତାଙ୍କର ଆଚରଣ ମୋତେ ଚକିତ କରିଦେଇଥିଲା ଯେ ସେ ଆଜି ରୀମା ବିଷୟରେ କାହିଁକି ଚିନ୍ତା କରୁନାହାନ୍ତି। କିଛି ସମୟ ପରେ
ରିମାର ସ୍ୱାସ୍ଥ୍ୟ ପ୍ରକୃତରେ ଭଲ ହୋଇଗଲା। କିନ୍ତୁ ଯେତେବେଳେ ମୁଁ ତାଙ୍କ ପାଇଁ ଚା ତିଆରି କରି କୋଠରୀ ଭିତରକୁ ଯିବା ଆରମ୍ଭ କଲି, ମୁଁ ମୋ ଝିଅମାନଙ୍କ ଭିତରେ ହେଉଥିବା କଥାବାର୍ତ୍ତା ଶୁଣିବା ପରେ କବାଟ ପାଖରେ ଅଟକି ଗଲି। ସେ କହୁଥିଲେ ଯେ ଭଗବାନ କରନ୍ତୁ ଏଇ କୁକୁର ପରି ମୃତ୍ୟୁବରଣ କରୁ, ତାକୁ କୌଣସି ଶାନ୍ତି ନ ମିଳୁ, ଶ୍ମଶାନ ନେବାକୁ ମଧ୍ୟ କେହି ନ ଆସନ୍ତୁ। ଏପରି ଖରାପ ବ୍ୟକ୍ତିଙ୍କୁ ଆମେ ଆମ ଜୀବନରେ କେବେ ଦେଖିନାହୁଁ ଏବଂ ଆମ ମାମାର ମଧ୍ୟ ମସ୍ତିଷ୍କକୁ ମଧ୍ୟ ପାଗଳ କରି ରଖିଛି। ଏହିସବୁ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେମାନେ କାହା ବିଷୟରେ କଥା ହେଉଛନ୍ତି? ମୋର ସାନ ଝିଅ କହିଲା ଯେ ତାଙ୍କୁ ଛାଡ଼, ନିଜ ବିଷୟରେ ଚିନ୍ତା କର। ରିମା ଯଦି ମା ଏ ବିଷୟରେ ଜାଣିଲେ କ'ଣ ହେବ? ସେ ଜୀବିତ ଅବସ୍ଥାରେ ମରିଯିବେ। ରିମା କହିଲା ଯେ ମନେ ହେଉଛି ମୁଁ ଆତ୍ମହତ୍ୟା କରିଦେବି। ବର୍ତ୍ତମାନ ମୁଁ ଭାବିଲି ଯେ ମୁଁ ସିଧା ଭିତରକୁ ଯିବି ଏବଂ ସମସ୍ତଙ୍କୁ ପଚାରିବି ସେମାନେ କ'ଣ କଥା କହୁଛନ୍ତି। କିନ୍ତୁ ଏହା ପୂର୍ବରୁ ରାଜୁ ମୋତେ ଡାକିଲେ ଏବଂ ମୁଁ କହିଲି ଯେ ଆମ ଝିଅମାନେ କିଛି ଅଜବ କଥା କହୁଛନ୍ତି। ମୁଁ ଜାଣେ ନାହିଁ ସେମାନେ ଏଠାରେ ବସି କାହାକୁ ଅଭିଶାପ ଦେଉଛନ୍ତି। ମୁଁ ଅନୁଭବ କରୁଛି ଯେ ରିମା ଆମଠାରୁ କିଛି ଲୁଚାଉଛି। ମୁଁ ଯେତେବେଳେ ଏସବୁ କହୁଥିଲି, ରାଜୁ ମୋତେ ଏକ ଉପହାର ଦେଇଥିଲେ ଏବଂ କହିଲେ ତମେ ସେସବୁ ଛାଡ଼ି ମୋର ଯତ୍ନ ନିଅ। ଆଜି ତାଙ୍କର ମନ ବହୁତ ଭଲ ଥିଲା। ମୁଁ ତାଙ୍କ କଥାରେ ଏତେ ବ୍ୟସ୍ତ ଥିଲି ଯେ ମୁଁ ଏହାକୁ ଭୁଲିଗଲି। କିନ୍ତୁ ସକାଳେ ଏକ ବଡ଼ ସମସ୍ୟା ଆସିଲା। ରିମା ଚେତାଶୂନ୍ୟ ହୋଇଯାଇଥିଲା ଏବଂ ଚେତନା ଫେରି ଆସୁନଥିଲା। ଏବେ ତାକୁ ଡାକ୍ତରଙ୍କ ପାଖକୁ ନେବାକୁ ପଡ଼ିଲା। କିନ୍ତୁ ରାଜୁ ତଥାପି କହୁଥିଲେ ଯେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେବା କୌଣସି ଆବଶ୍ୟକତା ନାହିଁ। ମୁଁ କହିଲି ଏମିତି କିପରି? ମୋ ଝିଅର ଚେତନା ଆସୁନାହିଁ। ବାଧ୍ୟବାଧକତାରେ ତାକୁ ଡାକ୍ତରଙ୍କ ନିକଟକୁ ନେଇଗଲା। ତେଣୁ ଡାକ୍ତର ଏକ ପରୀକ୍ଷା କରିଥିଲେ ଏବଂ ତାପରେ ତାକୁ ଘରକୁ ପଠାଇଲେ ଯେ ସେ ବହୁତ ଦୁର୍ବଳ ଅନୁଭବ କରୁଛନ୍ତି ଏବଂ ଲାଗୁଛି ଯେପରି ସେ ଖାଇନାହାନ୍ତି। ମୁଁ ଆପଣଙ୍କୁ ଫୋନ୍ ମାଧ୍ୟମରେ ପରୀକ୍ଷା ରିପୋର୍ଟ ବିଷୟରେ କହିବି। 2 ଘଣ୍ଟା ପରେ ଡାକ୍ତରଙ୍କ କଲ୍ ଆସିଲା ଏବଂ ତାହା ହେଉଛି ଏହାପରେ ଲାଗିଲା ଯେପରି ଆମ ଜୀବନ ବଦଳି ଯାଇଛି। ଡାକ୍ତର ମୋତେ ଏମିତି କଥା କହିଥିଲେ। ମୁଁ ଏହା ଶୁଣି ଫୋନ୍ ରଖି ରିମାର କୋଠରୀରେ ପ୍ରବେଶ କଲି ଏବଂ କହିଲି ଯେ ମୁଁ ତୁମକୁ ଏହି ଦିନ ପାଇଁ ଶିକ୍ଷା ଦେଇଛି। ମୁଁ ତୋତେ ଏସବୁ କରିବାର ସ୍ୱାଧୀନତା ଦେଇଛି। ଅନ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଭୟଭୀତ ହେବାକୁ ଲାଗିଲେ। କିନ୍ତୁ ମୁଁ କ'ଣ କହୁଛି ରିମା ଜାଣିଥିଲା। ସେଥିପାଇଁ ସେ ମୁଣ୍ଡ ନୁଆଁଇଥିଲା। କାରଣ ଡାକ୍ତର ମୋତେ କହିଥିଲେ ଯେ ଆପଣଙ୍କ ଝିଅ ମା ହେବାକୁ ଯାଉଛି ଏବଂ ସେ ତାଙ୍କ ପିଲାକୁ ମାରିବା ପାଇଁ କିଛି ବଟିକା ନେଇଛନ୍ତି, ଯେଉଁଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଛି। କିନ୍ତୁ ପିଲାଟି ସୁରକ୍ଷିତ ଅଛି ଏବଂ ତା ସହିତ କିଛି ଘଟିନାହିଁ। ରିମା କାନ୍ଦିବାକୁ ଲାଗିଲା। ମୁଁ କହିଲି କହ କିଏ ଏସବୁ କରିଛି? ତାପରେ ସେ କହିଲା ମୁଁ ସବୁକିଛି କହିବି ଏବଂ ମୋତେ ମୋ ରୁମ୍କୁ ନେଇଯାଅ। ସେଠାରେ ସେ ମୋତେ ବ୍ୟକ୍ତିଗତ ଭାବରେ ଏକ ଭିନ୍ନ କାହାଣୀ କହିଥିଲା ଏବଂ କହିଲା ଯେ ଏସବୁ ମୋର ଭୁଲ, ଏହା ମୋ ହେତୁ ଘଟିଛି। ମୁଁ କହିଲି ଏହା କିପରି ହୋଇପାରେ? ଏଥିରେ ଅନ୍ୟ କାହାର ଦୋଷ ନାହିଁ। ମୋତେ କହ ସେଇ ପୁଅ କିଏ? ମୁଁ ତାଙ୍କ ସହିତ ବିବାହ କରାଇବି। ତାପରେ ସେ କହିଲା ଯେ ସେ କେବେ ବି ବିବାହ କରିବେ ନାହିଁ ଏବଂ ସେ ଏହି ଦେଶର ନୁହେଁ। ତୁମେ କେବଳ ଏହି ଜିନିଷ ଶେଷ କରିଦିଅ। ମୁଁ କହିଲି ଯେ ବର୍ତ୍ତମାନ ଏହି ମାମଲା ଏହିପରି ଶେଷ ହେବ ନାହିଁ। କିନ୍ତୁ ସେ କହିଲା ଯେ ଏହା କେବଳ ମୋର ଦୋଷ। ତୁମେ ମୋତେ ଯାହା ଦଣ୍ଡ ଦିଅ, ମୋର କୌଣସି ସମସ୍ୟା ନାହିଁ। ଯଦି ତୁମେ ଚାହଁ ତୁମେ ମୋର ଅଧ୍ୟୟନ ସମାପ୍ତ କରିପାରିବ। ମୋତେ ଘରେ ବସାଇ ଦିଅ। କେଉଁ ବୃଦ୍ଧାଙ୍କ ସହିତ ମୋର ବିବାହ କରାଇ ଦିଅ। ଯଦିଓ ମୁଁ ତା ଉପରେ ଗାଳି ଦେଉଥିଲି ଏବଂ ବହୁତ ବିବ୍ରତ ହୋଇଥିଲି, କିନ୍ତୁ ତା କଥା ଶୁଣିବା ପରେ ମୁଁ ଅନୁଭବ କରିବାକୁ ଲାଗିଲି ଯେପରି ସେ ମୋଠାରୁ ଅଧିକ ବିବ୍ରତ ଅଛି। ମୋ ଝିଅ ବହୁତ କାନ୍ଦିବାକୁ ଲାଗିଲା ଏବଂ ପୁଣି ବେହୋସ ହୋଇଗଲା। ମୋର ରାଗ ଶେଷ ହୋଇଗଲା ଏବଂ ବର୍ତ୍ତମାନ ମୁଁ ତା ବିଷୟରେ ଚିନ୍ତା କରିବାକୁ ଲାଗିଲି ଏବଂ ତାର ପୁନର୍ବାର ଚେତନା ଫେରି ନଥିଲା। ଆମେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଗଲୁ। ଡାକ୍ତର କହିଲେ ସେ ଯେଉଁ ଔଷଧ ନେଇଥିଲେ ବୋଧହୁଏ ଏହା ବର୍ତ୍ତମାନ କାର୍ଯ୍ୟକାରୀ ହୋଇଛି। ଏହାପରେ ତା ଅବସ୍ଥା ଅତ୍ୟନ୍ତ ଖରାପ ହୋଇଗଲା। ସେ ଖରାପ ଅନୁଭବ କଲା। କିନ୍ତୁ ତା ଗର୍ଭରେ ବଢ଼ୁଥିବା ପିଲାଟି ଆଉ ଏ ଦୁନିଆରେ ନାହିଁ। ଏହା ଭଲ କି ଖରାପ ତାହା ମୁଁ ଜାଣେ ନାହିଁ। ମୁଁ ତା ସହ କଥାବାର୍ତ୍ତା କରି ପଚାରିଲି ଏହା କାହାର ପାପ? କିନ୍ତୁ ସେ କହୁଥିଲା ସେ ଜିଭକୁ ବନ୍ଦ କରି ରଖିଥିଲା। କିନ୍ତୁ ତା ଆଖି ମୋତେ କହୁଥିଲା ଯେ ଏହା ପଛରେ ବହୁତ ବଡ଼ କାରଣ ଅଛି। ରିମା ତୁ ମୋର ଭଲ ଝିଅ। ଅଧ୍ୟୟନରେ ମଧ୍ୟ ବହୁତ ଭଲ ଥିଲୁ। ତାର ଏପରି ଜିନିଷ ପ୍ରତି ଆଗ୍ରହ ନଥିଲା। ସେ ଜ୍ୟେଷ୍ଠ ଝିଅ ଥିଲା, ସୁନ୍ଦର ଏବଂ ବୁଦ୍ଧିମାନ ଥିଲା। ତାହେଲେ ସେ ହଠାତ୍ ଏସବୁ କିପରି କରିପାରିବ? ମୁଁ ବହୁତ ରାଗିଗଲି।
ଯେତେବେଳେ ରାତି ଆସିଲା ମୁଁ ଦେଖିଲି ମୋ ସ୍ୱାମୀ ମୋ କୋଠରୀକୁ ଆସିଲେ ଏବଂ ସେ ଆସିବା ମାତ୍ରେ ସେ ମୋ ଉପରେ ହାତ ଉଠାଇବାକୁ ଲାଗିଲେ ଏବଂ ମୋତେ ବହୁତ ମାରିବା ଆରମ୍ଭ କଲେ। ମୁଁ ଚିତ୍କାର କରିବାକୁ ଲାଗିଲି, କିନ୍ତୁ ମୋତେ ବଞ୍ଚେଇବାକୁ କେହି ଆସିନଥିଲେ। ସେ ମୋତେ କହୁଥିଲେ, ମୁଁ ତୁମକୁ ଛାଡ଼ିବି ନାହିଁ। ମୋର ଭୁଲ କ'ଣ? ମୁଁ କ'ଣ କରିଥିଲି? ସେ ବିଷୟରେ ମୁଁ ଦ୍ୱନ୍ଦ୍ୱରେ ପଡ଼ିଥିଲି, କିନ୍ତୁ ସେ ଅଟକି ନଥିଲେ। ସେ ମୋର ଅବସ୍ଥାକୁ ଆହୁରି ଖରାପ କରିଦେଲେ ଏବଂ ମୁଁ ହଠାତ୍ ଚିତ୍କାର କରି ଉଠିଲି। ତାପରେ ମୁଁ ଦେଖିଲି ରାଜୁ ଶୋଇଛନ୍ତି ଏବଂ ଏହା ଏକ ସ୍ୱପ୍ନ। ସେ ମଧ୍ୟ ଆସିଥିଲେ। ସେ କହିଲେ, କ'ଣ ହେଲା? ମୁଁ କହିଲି, ମୁଁ ଏକ ଖରାପ ସ୍ୱପ୍ନ ଦେଖିଲି। ସେ କହିଲେ, ତୁମେ ଏପର୍ଯ୍ୟନ୍ତ ଏପରି ସ୍ୱପ୍ନ ଦେଖୁଛ? ତେବେ ଏସବୁ କାହିଁକି ଭୁଲି ନାହଁ? ମୁଁ କହିଲି ଯେ ଯେତେବେଳେ ମୁଁ ବିବ୍ରତ ହୁଏ ମୋର ଏପରି ସ୍ୱପ୍ନ ଆସେ। ତୁମେ ମଧ୍ୟ କ'ଣ ଭାବୁଥିବ? ଆମ ଘରେ କି ପ୍ରକାରର ଅସୁବିଧା ଆସିଛି? ରୀମା କିପରି ଏତେ ବଡ଼ ପଦକ୍ଷେପ ନେଇଗଲା? ସେ କହିଲେ, ମୁଁ କିଛି ଭାବୁନାହିଁ। ଆଜିକାଲି ଏସବୁ ବହୁତ ଘଟୁଛି। କେବଳ ଭଗବାନଙ୍କୁ ଧନ୍ୟବାଦ ଦିଏ ଯେ ଏ ମାମଲା ଏଠାରେ ଶେଷ ହେଲା। ତା ଅବସ୍ଥା ବର୍ତ୍ତମାନ ଭଲ ଅଛି ଏବଂ ସେ ବିଷୟରେ ମଧ୍ୟ ସମାପ୍ତ ହୋଇଛି। ନଚେତ୍ ଆମେ କାହାକୁ ମୁହଁ ଦେଖାଇବାକୁ ସମର୍ଥ ହୋଇନଥାନ୍ତୁ। ମୁଁ କହିଲି, ବର୍ତ୍ତମାନ ଆମେ କ'ଣ ମୁହଁ ଦେଖାଇବାକୁ ସକ୍ଷମ ଅଛନ୍ତି? ଆମେ ଜାଣିଥାନ୍ତେ କିଏ ଏସବୁ କଲା? ସେ କହିଲେ, ଯଦି ଆମେ ଜାଣିଥାନ୍ତେ କ'ଣ ହୋଇଥାନ୍ତା? ନିଜ ଭୁଲ ପାଇଁ କେହି ବି ମାନି ନେବାକୁ ପ୍ରସ୍ତୁତ ହୋଇନଥାନ୍ତେ। କିନ୍ତୁ ତୁମେ ଧନ୍ୟବାଦ ଦିଅ, ଯାହା ଘଟିବାର ଥିଲା ଘଟିଗଲା। ଆମର ଅବଶିଷ୍ଟ ଝିଅମାନଙ୍କର ଯତ୍ନ ନେବାକୁ ପଡ଼ିବ। ମୁଁ କହିଲି, ବର୍ତ୍ତମାନ ଆମେ ତାଙ୍କୁ ଆଉ ପଢ଼ାଇବା ନାହିଁ। କେବଳ ତାଙ୍କୁ ଏହିଥର ପରୀକ୍ଷାରେ ବସାଇବାକୁ ଦେବା। ତାପରେ ସବୁକିଛି ଶେଷ। ତେଣୁ ସେ କହିଲେ, ନା ନା, ଏହା ତାଙ୍କର ଦୋଷ ନୁହଁ। ମୁଁ କହିଲି, ମୋତେ କୁହ, ତୁମେ ତାଙ୍କ ବିଷୟରେ ଏତେ ଚିନ୍ତିତ କାହିଁକି? ତେଣୁ ସେ କହିଲେ, ଚିନ୍ତା କରିବି ନାହିଁ ତେବେ କ'ଣ କରିବି? ମୁଁ ମୋର ସାଙ୍ଗ ଖୁସି ଘରକୁ ଗଲି ଏବଂ ଦୁଃଖରେ ତାକୁ ସବୁକିଛି କହିଦେଲି। ସେ ଟିକେ ନିର୍ବୋଧ କଥା କହୁଥିଲା, କିନ୍ତୁ ସେ ମୋର ଭଲ ସାଙ୍ଗ। ସେ ଭଉଣୀ ପରି ଥିଲା। ସେ କହିଲା, ମୁଁ ତୋତେ ପୂର୍ବରୁ କହିସାରିଛି ଯେ ଏହି ସମସ୍ୟା ବାହାରୁ ନୁହେଁ, ଏହା ତୋ ଘର ଭିତରେ ଅଛି। ମୁଁ କହିଲି, ତୁ କ'ଣ କହିବାକୁ ଚାହୁଁଛୁ? ମୋତେ ଖୋଲାଖୋଲି କହ। ସେ କହିଲା, ମୁଁ ତୋତେ ଖୋଲାଖୋଲି ଭାବରେ କିଛି କହିବି ନାହିଁ, କିନ୍ତୁ ତୋତେ ନିଜେ ଏସବୁ ବୁଝିବାକୁ ପଡ଼ିବ। ଦେଖ, ତୁମ ଘରେ କିଏ? ତୋ ଝିଅମାନେ କେଉଁଠାକୁ ଯାଆନ୍ତି? କିଏ ସେମାନଙ୍କ କୋଠରୀକୁ ଆସନ୍ତି? କିଏ ସେଠାରେ ଅଛନ୍ତି? ଏହା ସେମାନଙ୍କ ସହିତ କିଏ କରିଥାଇପାରେ? କିଏ ଏହା କରିପାରିବ? ତୋତେ କେବଳ ସବୁ ବିଷୟରେ ଅତି ଯତ୍ନର ସହିତ ଚିନ୍ତା କରିବାକୁ ପଡ଼ିବ। କେବଳ ସେତେବେଳେ ତୁ ଜାଣିବାକୁ ସକ୍ଷମ ହେବୁ କିଏ ଏସବୁ କରିଛନ୍ତି। ନଚେତ୍ ତୁ କେବଳ ଏହିପରି ଭାବି ପାଗଳ ହୋଇଯିବୁ, କିନ୍ତୁ କିଛି ପାଇବୁ ନାହିଁ। ସେ ଠିକ୍ କହିଥିଲା। ଏପରି କିଛି ଥିଲା ଯାହା ମୁଁ ଦେଖୁନଥିଲି। ଆଜିକାଲି ମୁଁ ବହୁତ ବିବ୍ରତ ହୋଇଥିଲି। ଯେତେଦିନ ମୁଁ ରାଜୁ କାହା ସହ ଫୋନରେ କଥାବାର୍ତ୍ତା ହେବାର ଶୁଣିଲି, ସେ କହୁଥିଲେ ମୁଁ ସ୍ୱର୍ଗରେ ରହେ। ମୋ ସହ ସବୁ କିଛି ଠିକ୍ ଚାଲିଛି। ମୋ ଚାରିପାଖରେ ସୁନ୍ଦରୀ ପରୀମାନେ ଅଛନ୍ତି। ସେ ଏହା କହି ହସିବାକୁ ଲାଗିଲେ। ଗୋଟିଏ ପଟେ ଆମ ଘରେ ଏତେ ବଡ଼ ଝଡ଼ ସୃଷ୍ଟି ହୋଇଥିଲା ଯେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ସ୍ୱାଭାବିକ ହୋଇପାରି ନାହାନ୍ତି। ଅନ୍ୟପଟେ ସେ କିପରି ଖୁସିରେ କଥାବାର୍ତ୍ତା କରୁଥିଲେ ଯେ ସେ କହିବାକୁ ଲାଗିଲେ, ମହିଳାମାନେ ବହୁତ ବୋକା। ତାଙ୍କ ପରି କେହି ନାହାନ୍ତି। ଆଉ ମୋ ସ୍ତ୍ରୀଠୁ ଅଧିକ ପାଗଳ କେହି ନାହାନ୍ତି। ମୁଁ ହଠାତ୍ କୋଠରୀ ଭିତରକୁ ଗଲି ତ ସେ ଫୋନ୍ ବନ୍ଦ କରିଦେଲେ। ମୁଁ କହିଲି, ତୁମେ କାହା ସହିତ କଥା ହେଉଥିଲ? ତେଣୁ ସେ କହିଲେ ଯେ ମୋର ମାଉସୀ ଗୋରଖପୁରରେ ରୁହନ୍ତି। ମୁଁ ତାଙ୍କ ସହ କଥାବାର୍ତ୍ତା ହେଉଥିଲି। ମୁଁ କହିଲି, ସେ ଆଜି ତୁମକୁ କିପରି ମନେ ପକାଇଲେ? ସେ କହିଲେ, ଏମିତି ମନେ ପଡ଼ିଯାଇଥିବ। ସଫା ସଫା ଜଣାପଡ଼ୁଥିଲା କି ସେ ମିଛ କହୁଥିଲେ। ତାଙ୍କ ମନରେ ଏତେ କିଛି ଚାଲିଥିଲା ଯେ ସେ ଜାଣିନଥିଲେ ଯେ ମୋତେ ତାଙ୍କ ଯେଉଁ ସମ୍ପର୍କୀୟଙ୍କ ମାଉସୀଙ୍କ ବିଷୟରେ କହୁଛନ୍ତି ସେ ଜୀବିତ ନାହାନ୍ତି। କେବେଠୁ ସେ ମରିସାରିଥିଲେ। ମୁଁ ହଠାତ୍ ମୋ ସାଙ୍ଗ କ'ଣ କହୁଥିଲା ବୁଝିବାକୁ ଲାଗିଲି। ବର୍ତ୍ତମାନ ମୁଁ ବୁଝିଲି ତା ଇସାରା କେଉଁଆଡ଼େ ସୂଚାଉଛି। ରାଜୁ ହିଁ ମୋ ଝିଅମାନଙ୍କ କୋଠରୀକୁ ଯାଉଥିଲେ ଏବଂ ମୁଁ କୌଣସି ଚିନ୍ତା ନ କରି ଶୋଇଥିଲି। ବର୍ତ୍ତମାନ ମୋର କେବଳ ଗୋଟିଏ ବିକଳ୍ପ ଥିଲା। ଯଦି ମୁଁ ରାଜୁଙ୍କୁ ପ୍ରଶ୍ନ କରେ ତେବେ ସେ ମିଛ କହିଥାନ୍ତେ। ସେ କୋଠରୀରେ କ'ଣ କରନ୍ତି ଜାଣିବା ପାଇଁ ମୋର ଏକ ଭଲ ଯୋଜନା ଆବଶ୍ୟକତା ଥିଲା ଏବଂ ମୋର ମନରେ ଏକ ଯୋଜନା ଆସିଥିଲା। ମୁଁ ସ୍ଥିର କରିଥିଲି ଯେ ମୁଁ ମୋ ଝିଅମାନଙ୍କ କୋଠରୀରେ ଗୁପ୍ତରେ ଲୁଚି ରହିବି। ସକାଳେ ମୁଁ ତାଙ୍କ କୋଠରୀରେ ଏକ ଅଲଗା ଆଲମାରୀ ରଖାଇଲି। ସେମାନେ କହିଲେ, ମାମା, ତୁମେ କାହିଁକି ଏହି ଆଲମାରୀକୁ ଏଠାରେ ରଖୁଛ? ତେଣୁ ମୁଁ କହିଲି, ବାହାରେ ଜାଗା ନାହିଁ। ସେଥିପାଇଁ ମୋର ଉଦ୍ଦେଶ୍ୟ ଥିଲା ତା ପଛରେ ଲୁଚି ରହିବା ପାଇଁ। କାରଣ ଯଦି ମୁଁ ତା ପଛରେ ଲୁଚି ରହିଥାନ୍ତି ତେବେ ସେହି ଜାଣିପାରିବେ ନାହିଁ ଯେ ମୁଁ ସେଠାରେ ଠିଆ ହୋଇଛି। ସନ୍ଧ୍ୟା ଆସିବା ପରେ ମୁଁ ତାଙ୍କୁ କହିଲି ଯେ
ମୁଁ ଆଜି ମୋର ସାଙ୍ଗ ଘରକୁ ଯାଉଛି। ତାଙ୍କ ଘରେ ଏକ ସଚେତନତା ଅଛି। ମାତାରାଣୀଙ୍କୁ ପୂଜା କରାଯାଏ। ମୁଁ ସେଠାରେ ରାତି ବିତାଇବି। ସେ କହିଲା, ହଁ ଯାଅ, ଭଲ। ତୁମେ ମଧ୍ୟ ଏହାକୁ ପସନ୍ଦ କରିବ। ମୁଁ କହିଲି, ହଁ, ମୁଁ ବହୁତ ଚିନ୍ତିତ ଏଥିପାଇଁ ଯାଉଛି। ମୁଁ ଚାହୁଁଥିଲି ଯେ ସେ ଭାବନ୍ତୁ ଯେ ମୁଁ ଘରେ ନାହିଁ, ତେଣୁ ସେ ଅସାବଧାନତା ହୋଇଯାଆନ୍ତୁ ଏବଂ ସେ ଯାହା ବି କରିବାକୁ ଚାହାନ୍ତି ତାହା କରିପାରିବେ। ମୁଁ ସନ୍ଧ୍ୟାରେ ଆଲମାରୀ ପଛରେ ଲୁଚି ରହିଥିଲି। ମୋ ଝିଅମାନେ ଖାଦ୍ୟ ଖାଇ ରୁମ୍ରେ ବସିଥିଲେ। ରାତି ହେବା ମାତ୍ରେ ଏପରି କିଛି ଘଟିଗଲା ଯାହା ମୋତେ ଆଶ୍ଚର୍ଯ୍ୟ କଲା। ରାଜୁ କୋଠରୀ ଭିତରକୁ ପ୍ରବେଶ କଲେ। ଏଥିରେ ସେପରି କିଛି ନଥିଲା। ସେ ସେମାନଙ୍କୁ ଏହି ସମୟରେ ଶିକ୍ଷା ଦେଉଥିଲେ। କିନ୍ତୁ ଆସିବା ମାତ୍ରେ ସେ କହିଲେ ଯେ ବନ୍ଦ କର ଏହି ଅଧ୍ୟୟନ ଏବଂ କାର୍ଯ୍ୟରେ ଲାଗିଯାଅ। ତାପରେ ସେଠାରେ ସବୁ ହେଲା, ଯାହା ଦେଖିକି ମୁଁ ଭାବିଲି ମୋ ଘରକୁ ନର୍କରେ ପରିଣତ କରିଦେଇଛି ଏବଂ ମୋ ଝିଅମାନେ ତା ଦ୍ୱାରା ନିର୍ଯାତନାର ଶିକାର ହେଉଛନ୍ତି। ସେ ମୋ ଝିଅମାନଙ୍କ ପ୍ରତି ବହୁତ ଖରାପ କାମ କରୁଥିଲେ ଏବଂ ସେ ମୋ ନାକ ତଳେ ମୋ ନିଜ ଘରେ ଏହା କରୁଥିଲେ ଏବଂ ମୁଁ ଭାବୁଥିଲି ଯେ ସେ ସେମାନଙ୍କୁ ଶିକ୍ଷା ଦିଅନ୍ତି। ଏହା ମୋ ଫୋନରେ ସୁଟିଂ କରିଥିଲି କାରଣ ଏହା ଆବଶ୍ୟକ ଥିଲା। କିଛି ସମୟ ପରେ ସେ ସେଠାରୁ ଚାଲିଗଲେ ଏବଂ ମୋ ଝିଅମାନେ ବସି କାନ୍ଦିବାକୁ ଲାଗିଲେ। ଏହାର ଅର୍ଥ ରୀମାର ଗର୍ଭରେ ଥିବା ପିଲା ମୋ ସ୍ୱାମୀଙ୍କର ଥିଲା। ଆଜି ମୋର ମନେ ପଡ଼ିଲା ଯେଉଁଦିନ ମୁଁ ରାଜୁଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲି ଏବଂ ସମସ୍ତେ ମୋତେ ଅଟକାଇ ମୋତେ ବାରଣ କରି କହିଥିଲେ ଏହା କର ନାହିଁ। ମୋର ପ୍ରଥମ ସ୍ୱାମୀ ଏହି ଜଗତ ଛାଡ଼ି ଚାଲିଯାଇଥିଲେ। ସେ ଜଣେ ଅତି ନିଷ୍ଠୁର ବ୍ୟକ୍ତି ଥିଲେ। ସେ ବିନା କାରଣରେ ମୋତେ ମାରିବା ଆରମ୍ଭ କରିଥିଲେ ଏବଂ କହୁଥିଲେ ତୁମେ ଝିଅମାନଙ୍କୁ ଜନ୍ମ ଦେଉଛ ଏବଂ ମୁଁ ଏକ ପୁଅ ଚାହୁଁଛି। ସେ ମୋତେ ଗୋଟିଏ ଦିନ ବି ଖୁସିରେ ରଖିନଥିଲେ ଏବଂ ମୋ ଜୀବନକୁ ନଷ୍ଟ କରିଦେଲେ। ଏହି 3 ଝିଅ ତାଙ୍କର ହିଁ ଥିଲେ। ତାଙ୍କ ମୃତ୍ୟୁ ପରେ ରାଜୁ ମୋ ଜୀବନରେ ଆସିଲେ। ଜଣେ ଯୁବକ ଏବଂ କମ୍ ବୟସର ପିଲା, ଯିଏ ମୋ ପ୍ରେମରେ ପାଗଳ ଥିଲା। କିନ୍ତୁ ଆଜି ମୁଁ ବୁଝିଲି ଯେ ସେ ମୋ ପ୍ରତି କୌଣସି ପ୍ରେମ କରୁନାହାନ୍ତି। ସେ ଅନ୍ୟ କିଛି ଉଦ୍ଦେଶ୍ୟରେ ଆସିଥିଲେ। ତାଙ୍କୁ ଗୋଟିଏ ତୀରରେ 4 ପକ୍ଷୀଙ୍କୁ ଶିକାର କରିବାକୁ ଥିଲା। ସେଥିମଧ୍ୟରୁ ଜଣେ ମୁଁ ଏବଂ ମୋର 3 ଯୁବତୀ ଝିଅ। ମୁଁ ଜୋରରେ କାନ୍ଦିବାକୁ ଲାଗିଲି। ସମସ୍ତେ ମୋତେ ଅଟକାଇଥିଲେ। ସମସ୍ତେ କହିଥିଲେ, ଲିଜା, ତୁ ପାଗଳ ହୋଇଯାଇଛୁ, ତୁ ସ୍ୱାର୍ଥପର ହୋଇଯାଇଛୁ, ତୁ କେବଳ ନିଜ ବିଷୟରେ ଚିନ୍ତା କରୁଛୁ ଏବଂ ତୋ ଝିଅମାନଙ୍କ ବିଷୟରେ ନୁହେଁ। ମୁଁ କହିଲି, କିନ୍ତୁ ମୋ ନିଜ ବିଷୟରେ କାହିଁକି ଭାବିପାରିବି ନାହିଁ? ମୋର ପ୍ରଥମ ସ୍ୱାମୀ ମୋତେ ବହୁତ ହଇରାଣ କଲେ। ମୋତେ ମଣିଷ ବୋଲି ଭାବିନଥିଲେ। ମୋ ଛାତିରେ ହୃଦୟ ନାହିଁ କି? ଯଦି ମୁଁ ତାଙ୍କୁ ବିବାହ କରିବାକୁ ଇଚ୍ଛା କରେ ତେବେ ତୁମମାନଙ୍କର କ'ଣ ଅସୁବିଧା ହେଉଛି? ଏବଂ ବିବାହ ପରେ ରାଜୁ ମୋ ଝିଅମାନଙ୍କୁ ସର୍ବଦା ନିଜର ବୋଲି ଭାବୁଥିଲେ। କିନ୍ତୁ ଏହା ଏକ ନାଟକ ଥିଲା। ଯଦିଓ ସେ ସେମାନଙ୍କର ଯତ୍ନ ନେଉଥିଲେ, ମୁଁ ଭୁଲି ଯାଇଥିଲି ଯେ ତାଙ୍କର ନିଜ ପିତା ନାହାନ୍ତି। ସେମାନଙ୍କର ନିଜ ପିତା ସେମାନଙ୍କ ପ୍ରତି ସେତେ ଯତ୍ନ ନେଉନଥିଲେ। କିନ୍ତୁ ସେ ପ୍ରମାଣ କରିଦେଲେ ଯେ ଜଣେ ସାବତ ପିତା ତାଙ୍କ ନିଜ ପିତାଙ୍କ ସ୍ଥାନ ନେଇପାରିବେ ନାହିଁ। ମୋର ଦୋଷ ଥିଲା ଯେ ମୁଁ ତାଙ୍କୁ ଅଧିକ ବିଶ୍ୱାସ କରିଥିଲି। ମୁଁ ତାହା କରିବା ଉଚିତ ନଥିଲା। ସେଥିପାଇଁ କୁହାଯାଏ ଯେ ସବୁକିଛି ସମାନ ରହେ ନାହିଁ। ମୁଁ ଏହା ଭାବିବା ଉଚିତ ଥିଲା। ଏହା ମୋର ଦୋଷ ଥିଲା। ସେ ସେଠାରୁ ଚାଲିଗଲେ ଏବଂ ମୁଁ ମୋ ଝିଅମାନଙ୍କ ସାମ୍ନାକୁ ଆସିଲି। ମୋତେ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେ ଜାଣିଲେ ଯେ ମୁଁ ସବୁକିଛି ଜାଣିଗଲି। ମୁଁ କହିଲି, ତୁମେ ସମସ୍ତେ ମୋତେ ଏକଥା କାହିଁକି କହିଲ ନାହିଁ? ସେତେବେଳେ ସେମାନେ କଇଁ କଇଁ କାନ୍ଦି ଏବଂ କହିଲେ ଯେ ସେହି ରାକ୍ଷସ କହୁଥିଲା, ଯଦି ତୁମେମାନେ ତୁମ ମାଆକୁ କିଛି କୁହ, ମୁଁ ତୁମର ମାଆକୁ ହତ୍ୟା କରିବି। ମୁଁ ତାକୁ ନଷ୍ଟ କରିଦେବି। ଆମେ ଏହା ଚାହୁଁନଥିଲୁ କାରଣ ତୁମ ବ୍ୟତୀତ ଆମର କେହି ନଥିଲେ। ତେଣୁ ଆମେ ଭୟଭୀତ ହୋଇଥିଲୁ। ସେ ଆମକୁ କହିଥିଲେ ଯେ ମୁଁ ତୁମର ସମ୍ମାନକୁ ଅତି ସହଜରେ ନଷ୍ଟ କରିପାରେ ଏବଂ ସେ ଏହା ମଧ୍ୟ କରିଥାନ୍ତେ। ରୀମା ସହିତ ଯାହା ଘଟିଲା ସେ ହିଁ ଦାୟୀ ଏବଂ ଏହା ମଧ୍ୟ ଦୀର୍ଘ ଦିନ ଧରି ଚାଲିଆସୁଛି। ମୁଁ କହିଲି, ତୁମେମାନେ ମୋତେ କହିବା ଉଚିତ ଥିଲା। ତୁମେ ନିଜ ପିତା ଯେପରି ବି ହୋଇଥାନ୍ତୁ ନା କାହିଁକି, କିନ୍ତୁ ସେ ଡରକୁଳା ନୁହନ୍ତି। ସେ ଜଣେ ସାହସୀ ବ୍ୟକ୍ତି ଥିଲେ। ତାଙ୍କର ରକ୍ତ ତୁମ ଭିତରେ ଅଛି। ମୋ ଝିଅମାନେ ବହୁତ କାନ୍ଦୁଥିଲେ କିନ୍ତୁ ମୁଁ ସେମାନଙ୍କୁ କହିଲି ଯେ ବର୍ତ୍ତମାନ ସବୁକିଛି ସମାପ୍ତ ହୋଇଛି। ବର୍ତ୍ତମାନ ମୁଁ ତୁମ ସମସ୍ତଙ୍କ ପାଇଁ ପ୍ରତିଶୋଧ ନେବି, ବ୍ୟସ୍ତ ହୁଅ ନାହିଁ। ସେ କହିଲେ, ତୁମେ କ'ଣ କରିବ? ମୁଁ କହିଲି, ମୁଁ କ'ଣ କରିବି ମୁଁ ସ୍ଥିର କରିଛି। ତୁମେମାନେ ତୁମର ସମସ୍ତ ଜିନିଷ ନିଅ, ତୁମ ବିଦ୍ୟାଳୟକୁ ଯାଅ। ଏ ସ୍ଥାନ ଛାଡ଼ିବାକୁ ପ୍ରସ୍ତୁତ ହୁଅ କାରଣ ଆମେ ଏହି ସହର ସବୁଦିନ ପାଇଁ ଛାଡ଼ିବାକୁ ଯାଉଛୁ। ତୁମର ପ୍ରସ୍ତୁତି କରିବାକୁ ଗୋଟିଏ ସପ୍ତାହ ଅଛି। କିନ୍ତୁ କାହାକୁ କିଛି କହିବ ନାହିଁ। ମୋ ଝିଅମାନେ ମୋତେ କହିଥିଲେ ଯଦି ଆମେ ସହର ଛାଡ଼ିବା ତେବେ କ'ଣ ହେବ?
ମୁଁ କହିଲି ସେ ଆମକୁ ଖୋଜି ପାଇବେ ନାହିଁ, ତେଣୁ ଯାହା କହିଲି ତାହା କର। ମୁଁ କହିଲି ଠିକ୍ ଅଛି। ମୁଁ ପ୍ରସ୍ତୁତି କରିଥିବା ଭିଡ଼ିଓ ମୋ ପାଇଁ ପ୍ରମାଣ ଥିଲା। ମୋତେ ପୋଲିସ ଷ୍ଟେସନକୁ ଯାଇ ଏକ ରିପୋର୍ଟ ଦାଖଲ କରିବାକୁ ପଡ଼ିବ ଏବଂ ସେମାନଙ୍କୁ ଭିଡ଼ିଓ ମଧ୍ୟ ଦେବାକୁ ପଡ଼ିବ। ଏହାପରେ ପୋଲିସ ନିଶ୍ଚିତ ଭାବେ ତାଙ୍କୁ ଧରିବ। ମୁଁ ସହର ଛାଡ଼ିବାକୁ ପ୍ରସ୍ତୁତ ହେଲି ଏବଂ ଏପରିକି ଝିଅମାନଙ୍କୁ ମଧ୍ୟ କ'ଣ କରାଯିବ, ଏହାକୁ କିପରି କରିବେ ତାହା ବୁଝାଇ ଦେଇଥିଲି। ରାଜୁ ଜାଣିନଥିଲେ ତାଙ୍କ ସହିତ କ'ଣ ଘଟିବାକୁ ଯାଉଛି। ସେ ପୁରା ଅଜ୍ଞାତ ଥିଲେ। ଆମେ ସମସ୍ତେ ପରସ୍ପର ସହିତ ଥିଲୁ। ମୁଁ ଅନେକ ଉପାୟରେ ସବୁ କିଛି କରୁଥିଲି, କାରଣ ବର୍ତ୍ତମାନ ଆମେ କୌଣସି ଭୁଲ କରିପାରିବୁ ନାହିଁ। ମୁଁ ବହୁତ ଭଲ ଭୁଲ କରିସାରିଛି। ମୋର ବନ୍ଧୁ ଜାଣିଥିଲେ ରାଜୁ ଜଣେ ଖରାପ ବ୍ୟକ୍ତି। ଯେତେବେଳେ ଆମର ସାତଘେରା ହେଉଥିଲା, ସେ ମୋତେ କହିଥିଲେ ଯେ ତୁମର ତଥାପି ସମୟ ଅଛି। କିନ୍ତୁ ଏକ ସମୟରେ ମୁଁ ପାଗଳ ହୋଇଯାଇଥିଲି, କାରଣ ମୁଁ କେବେ ପ୍ରେମ ପାଇନଥିଲି। ତେଣୁ ଯେତେବେଳେ ସେ ମୋତେ କହିଥିଲେ ଯେ ସେ ମୋତେ ସର୍ବଦା ଖୁସିରେ ରଖିବେ, ମୁଁ ଏହାକୁ ବିଶ୍ୱାସ କଲି, କାରଣ ସେ ମୋତେ ବହୁତ ଭଲ ପାଏ ଏବଂ ମୋ ଝିଅମାନଙ୍କୁ ତାଙ୍କର ଝିଅ ଭାବରେ ବିବେଚନା କରିବେ। ସେ ଆରମ୍ଭରେ ଏହିପରି ଥିଲେ। ଆମର ବିବାହ ହେବାର 7 ବର୍ଷ ବିତିଗଲା, କିନ୍ତୁ ସମାଜ ମୋ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି କହିଲା ଯେ ସେ ତାଙ୍କ ଝିଅମାନଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ। ଏହି ମହିଳା ତାଙ୍କ ବୃଦ୍ଧାବସ୍ଥାରେ ବିବାହ କରୁଛନ୍ତି। ମୁଁ ମଧ୍ୟ କାହା କଥା ଶୁଣିନଥିଲି ଓ ନିଜକୁ ଠିକ୍ ବୋଲି ଭାବୁଥିଲି, କିନ୍ତୁ ମୋତେ ଲୋକଙ୍କ କଥା ଶୁଣିବାର ଥିଲା, କାରଣ ଆମେ ସମାଜରେ ରହୁଛନ୍ତି। ସମାଜର ରୀତିନୀତି ପାଳନ କରିବା ଉଚିତ। ମୁଁ ମଧ୍ୟ ଯିବା ପାଇଁ ବ୍ୟବସ୍ଥା କଲି। ସମସ୍ତ ପ୍ରମାଣ ନେଇ ପୋଲିସକୁ ଦେଲି। ଆମେ ଆମ ଅଞ୍ଚଳର ରାସ୍ତାରୁ ବାହାରିବା ମାତ୍ରେ ପୋଲିସ କାର୍ ଆମ ଘର ଆଡ଼କୁ ଯାଉଥିଲା ଏବଂ ରାଜୁ ଘରେ ଏକୁଟିଆ ଥିଲେ। ଯଦିଓ ସେ ପୋଲିସରୁ ଖସି ପଳାଇଥାନ୍ତେ, ତେବେ ତାଙ୍କ ପାଇଁ ଦଣ୍ଡ ଯଥେଷ୍ଟ ହୋଇଥାନ୍ତା ଯେ ମୁଁ ତାଙ୍କୁ ସବୁଦିନ ପାଇଁ ଛାଡ଼ି ଦେଇଥିଲି। ମୋତେ ପୂର୍ବରୁ ରାତିରେ ନିଦ ଆସୁନଥିଲା, କିନ୍ତୁ ବର୍ତ୍ତମାନ ମୁଁ ଆଦୌ ଶୋଇପାରୁନାହିଁ। ମୋତେ ଲାଗୁଛି ମୋ ଝିଅମାନଙ୍କ ସହିତ ଯାହା କିଛି ଘଟିଗଲା ସେଥିପାଇଁ ରାଜୁ ନୁହେଁ, ବରଂ ମୁଁ ଦାୟୀ। ଆମେ ଅନ୍ୟ ସହରକୁ ଆସିଥିଲୁ। ମୋ ଝିଅମାନଙ୍କର ଶିକ୍ଷା ସମାପ୍ତ ହୋଇସାରିଛି। ସେମାନେ ଚାକିରି କରୁଛନ୍ତି ଏବଂ ମୁଁ ମଧ୍ୟ ମୋ ଘର ସୁରୁଖୁରୁରେ ଚଳାଉଛି। କିନ୍ତୁ ତଥାପି ମୁଁ ଅନୁଭବ କରୁଛି ଯେ ଯାହା ସବୁ ଘଟିଗଲା ମୋର ମୂର୍ଖତା ହେତୁ ଘଟିଛି। ମୁଁ ନିଜକୁ ବହୁତ ଖରାପ ବୋଲି କହୁଛି। ମୁଁ ରାତିରେ ଶୋଇପାରୁନାହିଁ। ଜୀବନ କେବଳ ଏହିପରି ଚାଲିଛି। ମୋତେ ଲାଗୁଛି ଯେ ମୋ ଝିଅମାନଙ୍କ ପାଇଁ ମୋ ଜୀବନକୁ ଉତ୍ସର୍ଗ କରିବି, ଯେଉଁମାନେ ମୋତେ ବହୁତ ଭଲ ପାଆନ୍ତି।